ହେଲା ପିଲାମାନେ ଆମେ ଦେଖିଥିବା ତାହେଲେ ବହୁତ ସମୟରେ ଗୋଟେ ଭଳିଆ କୁଇଜ ଆସେ ଏକ ନଅଟା ଘର ଥିବ। ତାପରେ ଆମେ କଣ କରିବା ଯୋଉ ଏକରୁ 1 2 3 କରି କେତେ ଯୋଉ ନଅଟା ଅଙ୍କ ଅଛି ତାହେଲେ ଏଇ ନଅଟାକୁ ଏଭଳିଆ ସଜେଇବା ତାହେଲେ ସବୁଆଡେ ଧର ଏଇ ତିନିଟାକୁ ମିଶେଇ ଦେଲେ କେତେ ହବ 15 ହବ। ବା ଏଇ ତିନିଟାକୁ ମିଶେଇ ଦେଲେ ବି କେତେ ହବ 15 ହବ। ଏଇ ତିନିଟା ମିଶେଇଲେ 15 ହବ। ଯଦି ଏପଟୁ ବି ମିଶେଇବା କେତେ ହବ ଟୋଟାଲ 15 ହବ। ଏପଟୁ ବି ମିଶେଇଦେଲେ ସବୁ 15 ହବ। ଏପଟୁ ମିଶେଇଲେ ବି 15 ହବ। ଆଉ କଣିଆ କଣିଆ ବି କେତେ ହବ 15 ହବ। ଆଉ ମନେ ରଖିବା ଯେ ଦେଖ 1 2 ରୁ ଯୋଉ ନ ବ୍ୟବହାର କରିବା ମାନେ କୌଣସି ଥର ରିପିଟ କିଛି ହେବ ନାହିଁ। ସବୁବେଳେ ଯେକୌଣସି ଥର 1 କୁ ୟୁଜ ଥରେ କଲା ମାନେ ଆଉ ସେକେଣ୍ଡ ଟାଇମ ତାକୁ ୟୁଜ କରିବା ନାହିଁ। ଯଦି 9 କୁ ୟୁଜ କରିବା ଆଉ ଦ୍ୱିତୀୟ ଥର ଆମେ 9 କୁ ୟୁଜ କରିବା ନାହିଁ। ତାହେଲେ ଏଟାକୁ କେମିତି ଆମେ ସଜେଇବା। ତ ବହୁତ ପିଲାମାନେ କନଫ୍ୟୁଜ ହେଇଯାନ୍ତି ଯେ ଆମେ କେତେ କେତେ କଣ କେଉଠି କେଉଠି ପକେଇବା ମାନେ ବହୁତ ଟାଇମ ଲାଗିଯାଏ। ମୁଁ ଏଭଳିଆ ଗୋଟେ ଟ୍ରିକ୍ ଶିଖେଇଦେବି ତାହେଲେ ବହୁତ ଇଜିଲି ଯେତେ ଥର ଏଇଭଳିଆ କି ସାଙ୍ଗମାନଙ୍କ ସାଙ୍ଗରେ ଯଦି ଖେଳିଲା ବେଳେ କିମ୍ବା କୌଣସି କୁଇଜ କ୍ଷେତ୍ରରେ ଏଇଭଳିଆ ଦେଲା ମାନେ ମୁଁ ବହୁତ ଇଜିଲି ଏହାକୁ କରିପାରିବ। ଦେଖ ଏହାକୁ କଣ କରିବା ତ ଦେଖ ଆମେ କଣ କରିବା ଯେମିତି ଲେଖିଦେବା 1 2 3 ଲେଖିଦେଲେ ସେଇଭଳିଆ 4 5 6 ଲେଖିଦେବା। ଆଉ କେତେ 7 8 9 ଜାଣିହେଲା ଆମେ କେମିତି ଲେଖିବା। ତାହେଲେ 1 2 3 4 5 6 7 8 9 ତାହେଲେ ଆମେ ଏଇଭଳିଆ ଲେଖିଦେବା। ତାପରେ କଣ କରିବା ଦେଖ ଏଇଭଳିଆ ଏଟାକୁ ଏଇଭଳିଆ ଗୋଟେ ଗାର ଟାଣିଦେଲେ এই ଦିଟାକୁ ଏଇଭଳିଆ ସିଧା ସିଧା ଆମେ ଏଇଭଳିଆ ଗାର ଟାଣିବା। ତାପରେ କଣ କରିବା ଦେଖ ଏଇଠୁ ଏଟାକୁ ଏମିତି ଟାଣିଦେଲେ ଆଉ ସେଇଭଳିଆ ଏଟାକୁ ଏମିତି ଟାଣିଦେଲେ ଆଉ ଏଠି ଗୋଟେ ଟାଣିଦେଲେ ଆଉ ଏଠି ଗୋଟେ ଟାଣିଦେଲେ। ଏଇଠି ଯଦି ଲକ୍ଷ୍ୟ କରିବା ଦେଖ ଏଇଟା ଗୋଟେ ଆମର ପୁରା କଣ ହେଇଯିବ ବଡ କ୍ଷେତ୍ର ଭଳିଆ ହେଇଯିବ କି ନାହିଁ। ଏଇଟା ଗୋଟେ ଦେଖ ବଡ କ୍ଷେତ୍ର ଭଳିଆ ହେଇଯାଉଛି। ଯଦି ଆମେ ମୋଡିଦବା ପୁରା ଏଇଭଳିଆ ହେଇଯିବ। ଏଇଠି ଦେଖିବା ତାହେଲେ ଏଇ ଯୋଉ ଏଠି ରହିଲା 1 ତାହେଲେ ଏଇଟା ଆମେ କଣ କରିବା ଏଇ 1 ଟା ଏଇଠି ଲେଖିବା ଆଉ ଏଇ 9 ଟା ଏଇଠି ଲେଖିବା। ଆଉ ଏଇ ଯୋଉ ତିନିଟା ଆମେ ଏଠି ଲେଖିବାନି। ଏଇ ତିନିଟା କେଠି ମାନେ ପୁରା ହେଇ ଯୋଉ ଗୋଟେ ଲାଇନ ଏଠି ଲେଖିଦବା 3 ଆଉ ଏଇ ଯୋଉ 7 ଟା ଅଛି ତାକୁ କେଠି ଲେଖିବା ତାହେଲେ ଏଠି ଲେଖିଦବା 7। ତାହେଲେ ଏବେ ଦେଖ ଏଇଟା ଠିକ ଆସିଗଲା। ଏଇଟାକୁ ଆମେ ଯଦି ପୁରା ଏଇଭଳିଆ ଲେଖିବା ଏଇଟା ମାନେ ପ୍ରଥମ ଲାଇନ କେତେ 4 9 2 କଣ ଏଠି ହେଲା 4 9 2 ତାପରେ ଲେଖବା 3 5 7 3 5 7 ତାପରେ କେତେ ଅଛି 8 1 6 ହେଲା କେତେ 8 1 6 ଆମେ ଏଇଭଳିଆ ପହଞ୍ଚିଲା। ଦେଖ ଏଠି କୌଣସି ରିପିଟ ହେଇଛି ନା କୌଣସି ଆମର ନମ୍ବର କିଛି ମାନେ ରିପିଟ ବି ନାହିଁ। ଏବେ ଯଦି ତାକୁ ମିଶେଇ ଦେବା ଦେଖ ସବୁ ଗୁଡାକ ପୁରା କେତେ ହବ 15 15 ହବ। ଦେଖ ଯେମିତି 9 5 14 1 କେତେ ହେଲା 15। ଏ ଦେଖ ଏଇଟା ହଉଛି 6 7 କେତେ ହେଲା 13 14 15 ସବୁ ଆଡୁ ଦେଖ ମିଶେଇ ଦିଅ ତାହେଲେ ହେଇଯିବ 8 8 4 12 12 3 କେତେ ହେଲା 15। ଏଠି ହଁ ସେଇଭଳିଆ ଏପଟୁ ଯଦି ଦେଖିବା 9 4 13 2 15 ଏଠି ଦେଖ 7 5 12 12 3 15 ଆଉ ଦେଖ 8 6 କେତେ 14 1 15 ତାହେଲେ ଏପଟେ ଏପଟେ ବି ଦେଖିବା ଦେଖ ଏଠି କେତେ ଅଛି ଦେଖ 5 2 7 7 8 ମିଶିଲା କେତେ ହେଲା 15। ଏପଟକୁ ଦେଖ 6 5 କେତେ ହେଲା 11 11 4 କେତେ ହେଲା ଇଏ ବି ହେଲା 15। ତାହେଲେ ଆମେ ସବୁଆଡୁ କଣ କରିଦେଲେ ତାହେଲେ 15 କରିଦେଲେ। ତାହେଲେ ଏଇ ଯୋଉ ଟ୍ରିକ୍ସ ତାହେଲେ ବହୁତ ଇଜିଲି ସେମାନେ ସବୁ କରିପାରିବ। ଆଉ ଠିକ ଅଛି ପିଲାମାନେ ଆଉ ମୁଁ ଭାବୁଛି ତାହେଲେ ଏଇ ଭିଡିଓରେ ତୁମେ ବହୁତ କିଛି ଶିଖିପାରିଥିବ। ତୁମମାନଙ୍କୁ ଯଦି ଭିଡିଓଟି ଭଲ ଲାଗିଲା ଭିଡିଓକୁ ଲାଇକ୍ କରିବା ସେୟାର କରିବା। ତୁମେ ଯଦି ଆମ ଚ୍ୟାନେଲକୁ ନୂଆ ଆସିଛ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦବ। ରହୁଛି ଧନ୍ୟବାଦ।